हे दर्शक रूपी देवता स्वर्गर देवादेवी मर्त्यको ओह्लै आसिଛନ୍ତି दर्शक ମାନଙ୍କ रूपरे। हे दर्शक रूपी देवता आपण ମାନଙ୍କ पाखरे ମୁଁ ପ୍ରାର୍ଥନା କରୁଛି ଏବଂ ସେ ସାନ ଭଉଣୀ ପାଇଁ ଗୁହାରି କରୁଛି ଆପଣମାନେ ମଞ୍ଜୁଶ୍ରୀକୁ ବଞ୍ଚେଇ ଦିଅନ୍ତୁ। ମଞ୍ଜୁଶ୍ରୀର ଜୀବନ ଏବେ ଆପଣମାନଙ୍କ ହାତ ମୁଠାରେ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଶାରଳା। ଦର୍ଶକ ବନ୍ଧୁ, ମୁଁ ଆପଣଙ୍କର ଶୁଭ ଖୁଣ୍ଟିଆ, ଆପଣମାନଙ୍କର ହାତ ତିଆରି ଅତି ଶ୍ରଦ୍ଧାର ଶୁଭ ଖୁଣ୍ଟିଆ। ମୁଁ ଆଜି ଆସିଛି ଆପଣମାନଙ୍କ ପାଖରେ କିଛିଟା ଗୁହାରି କରିବା ପାଇଁ। ମଞ୍ଜୁଶ୍ରୀ ଯିଏକି ଏଇ ବିଗତ ଦିନରେ ତୁଳସୀ ଅନୁଷ୍ଠାନରେ କାମ କରୁଥିଲେ, ଏଇ 3-4 ମାସ ହେବ ତାଙ୍କ ଦେହ ଖରାପ ହୋଇଯାଇଛି, ଏ କଥା ଆପଣମାନେ ସମସ୍ତେ ଜାଣିଛନ୍ତି। ହେଲେ ମୁଁ ମୋ ତରଫରୁ ଓଡ଼ିଶାର 4.5 କୋଟି ଓଡ଼ିଶାବାସୀଙ୍କୁ ମୁଁ ବିନୀତ ପ୍ରାର୍ଥନା କରୁଛି କି ଆପଣମାନଙ୍କ ପାଖରେ ଗୁହାରି ଜଣାଉଛି, ଆପଣମାନଙ୍କୁ ହାତ ଯୋଡ଼ୁଛି, ଆମ ସେ ମଞ୍ଜୁଶ୍ରୀକି ବଞ୍ଚେଇ ଦିଅନ୍ତୁ। ମଞ୍ଜୁଶ୍ରୀ ଜଣେ ଭଲ ପିଲା ଏବଂ ଭଲ କଣ୍ଠଶିଳ୍ପୀ ମଧ୍ୟ। ମଞ୍ଜୁଶ୍ରୀ ଆଜି ମେଡ଼ିକାଲରେ ଟ୍ରିଟମେଣ୍ଟ ହେଉଛି। ଆମର କଳାକାର ସଂଘ ତରଫରୁ ଯେଉଁମାନେ କି ଆମର ପୂଜ୍ୟସ୍ପଦ ବାପି ପଣ୍ଡା ଭାଇ ଏବଂ ହୀରାଲାଲ ଭାଇ, ବ୍ରଜ ବିହାରୀ ନାୟକ ବା ସମସ୍ତଙ୍କର ଅତି ଶ୍ରଦ୍ଧାର କୁନା ଭାଇ ଏବଂ ନମିତା ଆପା ଏବଂ ଆମ ସଂଘର ସମସ୍ତ କର୍ମକର୍ତ୍ତା ଏବଂ କଳାକାରମାନଙ୍କର ପ୍ରୟାସରେ ଏଇ କିଛି ଦିନ ହେବ ଆମ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନ ମାନେ ନାଟକ ସମୟରେ, କଳା ପରିବେଷଣ କରିବା ସମୟରେ ଦର୍ଶକମାନଙ୍କ ପାଖରେ ମଞ୍ଜୁଶ୍ରୀଙ୍କ କଥା କହି ସେମାନଙ୍କ ପାଖରୁ ଦର୍ଶକ ଦେବତାମାନଙ୍କ ପାଖରୁ ମଞ୍ଜୁଶ୍ରୀ ପାଇଁ ଆଶୀର୍ବାଦ ଏବଂ ତା ଟ୍ରିଟମେଣ୍ଟ ପାଇଁ କିଛିଟା ଅର୍ଥ ଦର୍ଶକମାନଙ୍କ ପାଖରେ ଗୁହାରି କରୁଛନ୍ତି ଦେବା ପାଇଁ। ଏବଂ ହେ ଦର୍ଶକ ରୂପୀ ଦେବତା, ମୋତେ ଲାଗୁଛି ଯେମିତି ସତରେ ସ୍ୱର୍ଗରୁ ଦେବାଦେବୀ ମର୍ତ୍ତ୍ୟକୁ ଓହ୍ଲେଇ ଆସିଛନ୍ତି ଦର୍ଶକମାନଙ୍କ ରୂପରେ। ଏବଂ ଦର୍ଶକମାନେ ଯେଉଁଭଳି ଭାବରେ ମଞ୍ଜୁଶ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼େଇଛନ୍ତି, ଆଉ 2 ପାଦେ ଆଗକୁ ନେଇଯାଇଛନ୍ତି। ହେ ଦର୍ଶକ ରୂପୀ ଦେବତା, ଆପଣମାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଏବଂ ସେ ସାନ ଭଉଣୀ ପାଇଁ ଗୁହାରି କରୁଛି, ଆପଣମାନେ ମଞ୍ଜୁଶ୍ରୀକୁ ବଞ୍ଚେଇ ଦିଅନ୍ତୁ। ମଞ୍ଜୁଶ୍ରୀର ଜୀବନ ଏବେ ଆପଣମାନଙ୍କ ହାତ ମୁଠାରେ। ଏବଂ ଆମର ପୂର୍ବ ଓଡ଼ିଶାରେ ଥିବା ଯେତେ ଗୁଡ଼ିଏ ଯାତ୍ରା ଅନୁଷ୍ଠାନ, ଆପଣମାନେ ବି ଆଉ 2 ପାଦ ଆଗକୁ ନେଇଯାଆନ୍ତୁ। ସମସ୍ତେ ମିଳିମିଶି ଗଲେ ମଞ୍ଜୁଶ୍ରୀ ବଞ୍ଚିଯିବ। ପୁଣି ଗୋଟେ କଳାକାରଟିଏ ହସିବ, ତା ସଂସାର ହସିବ, ତା ଦୁନିଆ ହସିବ, ଛୋଟ ପିଲାଟା ସିଏ। ମୁଁ ଏତିକି ଗୁହାରି କରିବି, ଆମର ଉତ୍ତର ବାଲେଶ୍ୱରରେ ଥିବା ଯେତେ ଗୁଡ଼ିଏ ଯାତ୍ରା ଅନୁଷ୍ଠାନ ଏବଂ ସେ ଯାତ୍ରା ଅନୁଷ୍ଠାନର ମାଲିକମାନଙ୍କୁ, ଆପଣମାନେ ମଧ୍ୟ ଯାତ୍ରା ସମୟରେ ମଞ୍ଜୁଶ୍ରୀଙ୍କ କଥା କୁହନ୍ତୁ ଦର୍ଶକମାନଙ୍କୁ ଏବଂ ମଞ୍ଜୁଙ୍କ ପାଇଁ କିଛିଟା ଅର୍ଥ ଆପଣମାନେ ଦର୍ଶକମାନଙ୍କ ପାଖରୁ ଭିକ୍ଷା ଆକାରରେ ଆଣନ୍ତୁ। ମଞ୍ଜୁଶ୍ରୀ ବଞ୍ଚିଯିବା ନିହାତି ଦରକାର। ଆପଣମାନଙ୍କର ଏଇ ଛୋଟ ଛୋଟ ପ୍ରୟାସ ଆଉ ଦର୍ଶକମାନଙ୍କ ପାଖରେ ଯେତିକି ବି ହଉ, ଟଙ୍କେ ହଉ, 10 ଟଙ୍କା ହଉ, 100, 1000, 500, ଯାହା ବି ହଉ, ଯାହା ବି ଆପଣମାନଙ୍କର ସାହାଯ୍ୟ ନିହାତି ଆବଶ୍ୟକ।
ରହୁଛି। ଗୁରୁଜନମାନଙ୍କୁ ମୋର ମଥା ନୂଆ ପ୍ରଣାମ। ଆପଣମାନେ ଏମିତି ପ୍ରୟାସ ଜାରି ରଖନ୍ତୁ। ମଞ୍ଜୁ ବଞ୍ଚିବା ଦରକାର। ଆମେମାନେ ସମସ୍ତେ ମଞ୍ଜୁ ପାଇଁ ଲଢ଼େଇ କରିବା ଏବଂ ମଞ୍ଜୁକୁ ଗୋଟେ ନୂଆ ଜୀବନ ଦେବା। ଆମର ଏତିକି କାମ୍ୟ, ମଞ୍ଜୁ ବଞ୍ଚିବା ଦରକାର। ଜୟ କଳା।